ମୁଁ ପିଲାମାନଙ୍କୁ ଦୁଇଟା କଥା ଶିଖେଇଛି। ଜୀବନରେ କେବେ ଗୁରୁଙ୍କର ନିନ୍ଦା କରିବ ନାହିଁ। ଜୀବନରେ କେବେ ଗୁରୁଙ୍କର ନିନ୍ଦା କରିବ ନାହିଁ। ନିଜ କ୍ଷମତାର କେବେ ଅପବ୍ୟବହାର କରିବ ନାହିଁ। ଯେ କୌଣସି ପଦପଦବୀରେ ରହିଲେ ମଧ୍ୟ ପଦବୀର ମୋହରେ କେବେ ନିଜ କ୍ଷମତାର ଅପବ୍ୟବହାର କରିବ ନାହିଁ। ତ କଥା ମାନିଲେ ଏକ ସୁନ୍ଦର ଭବିଷ୍ୟତ ଗଠନ ହେବ। ଗୁରୁ ନିନ୍ଦା କରିବ ନାହିଁ, ନିଜ କ୍ଷମତାର ଅପବ୍ୟବହାର କରିବ ନାହିଁ। ହାय ସାଙ୍ଗମାନେ, ଆମର ଆଜି ଦୁଇଟା ଟେଷ୍ଟି ଆଇଟମ୍ ବନା ହେଇଛି। ଏଇଟା ହେଉଛି ସିମଲା ମିର୍ଚ ଯେଉଁ କହନ୍ତି ମ ବଜାରରେ ଯେଉଁ ବୁଢ଼ା ଲଙ୍କା ମିଳେ, ସେଇଟା ବେସନ ଦିଆ ହେଇକି ଛଣା ହେଇଛି। ଆଉ ଏଇଟା ହେଉଛି ନଡ଼ିଆ ଚଟଣି। ନଡ଼ିଆ ଚଟଣି ତ ଆପଣମାନେ ସମସ୍ତେ ଖାଇଥିବେ। ଏ ଦୁଇଟା ଆଇଟମ୍ ଆମ ବୋଉଙ୍କର ଭାରି ପ୍ରିୟ। ମନେ ରଖିବେ, ଯେତେବେଳେ ଏଇ ଯେଉଁ ସିମଲା ମିର୍ଚ ଛାଣୁଛନ୍ତି ନା, ଏଇ ଯେଉଁ ବୁଢ଼ା ଲଙ୍କା, କିଛି ଜୁଆଣିକୁ ହାତରେ କ୍ରସ୍ କରିକି, ମାନେ ହାତରେ ଟିକେ ମକଚି ଦେଇକି ଏମିତି ସେ ବେସନ ଯେଉଁ ଘୋଳରେ ମିଶାଇ ଦେବେ। ଟେଷ୍ଟି ଲାଗିବା ସହିତ ଡାଇଜେସନ୍ ବି ସହଜରେ ହେଇଯିବ। ଆଉ ଏ ନଡ଼ିଆ ଚଟଣି ହେଇକି ଏଥିରେ ଭୃସଙ୍ଗ ପତ୍ରର ତଡ଼କା ମାନେ ଛୁଙ୍କ ଦିଆହେଇଛି। ଭୃସଙ୍ଗ ପତ୍ର ଛୁଙ୍କ ଦେଲେ ବି ଏସିଡ଼ିଟି କମ୍ କରିବ, ଆଉ ଟେଷ୍ଟି ବି ଲାଗିବ, ଖୁବ୍ ବଢ଼ିଆ ବାସ୍ନା ହେବ। ତେଣୁ ଏ ଯେଉଁ ଦୁଇଟା ଟେଷ୍ଟି ଆଇଟମ୍ ଅଛି, ଆଜି କାହାକୁ ଇନଭାଇଟ୍ କରି ଭାବୁଛି। ତେଣୁ ଆଜି ଭାବୁଛି ମନୋହର ଭାଇଙ୍କୁ ଇନଭାଇଟ୍ କରିବେ। ଆଜ୍ଞା ମୋର ଜଣେ ବଡ଼ ଭାଇ ହେବେ। ଏତେ ଦୂରରେ ଥାଇ, କରଞ୍ଜିଆରେ ଥାଇକି ମୋ ପାଇଁ ଆଜ୍ଞାଙ୍କର ଯେତିକି ବା ମନୋହର ଭାଇଙ୍କର ଯେତିକି ଶ୍ରଦ୍ଧା ଆଉ ଆଦର ଅଛି, ସେଥିପାଇଁ ଧନ୍ୟବାଦ ଦେଉଛି ମନୋହର ଭାଇଙ୍କୁ। କଥାରେ ଅଛି ନା, ଖାନେ ମେ ମଜା ନାହିଁ, ଖିଲାନେ ମେ ମଜା ହେ। ତେଣୁ ଆଜି ଦୁଇଟା ଟେଷ୍ଟି ଆଇଟମ୍ ମନୋହର ଭାଇ ନିଶ୍ଚିତ ଟେଷ୍ଟ କରିବେ। କିଛି କଥା ଆପଣମାନଙ୍କ ସହିତ ସେୟାର କରିବାକୁ ଚାହୁଁଛି। ତ ଦିନେ ମୋର ଜଣେ ବନ୍ଧୁ ମୋତେ ଫୋନ୍ କଲେ। ନାଁଟା ସେଭ୍ ଅଛି। ମୁଁ ଫୋନ୍ ଉଠେଇଲି, ଜୟ ଶ୍ରୀରାମ। ସେତେବେଳେ ମୋ ଭଏସ୍ ଶୁଣିଲେ, କହିଲେ ଆରେ ନା ଭୁଲରେ ଫୋନ୍ଟା ଲାଗିଗଲା। ମୁଁ ସେ ଅମୁକ ଏଇ ପାଖକୁ ଫୋନ୍ କରୁଥିଲି, ତୋ ନାଁ ଯାହା ତାର ନାଁ ସେଇଆ ତ, ଆଉ ଭୁଲରେ ଫୋନ୍ଟା ଲାଗିଗଲା। ହଉ କ'ଣ କରୁଛୁ? ମୁଁ ଯେତେବେଳେ ତାଙ୍କଠାରୁ ଏ କଥାଟା ଶୁଣିଲି ଯେ ଭୁଲରେ ଫୋନ୍ଟା ବି ଲାଗିଯାଇଛି, ମୁଁ କହିଲି ହଁ ନାଇଁ ଏମିତି ଅଛି ଆଉ। ହଉ କହିଦେଇ ଫୋନ୍ଟା ରଖିଦେଲି। ତ କୁହନ୍ତୁ, ଯଦି କଲ୍ ଭୁଲରେ ବି ଲାଗିଯାଇଛି ତ ଠିକ୍ ଅଛି, କଥା କହିଲେ କ'ଣ ଟ୍ୟାକ୍ସ ପଡ଼ୁଛି? ତ କହିପାରିଥାନ୍ତେ ଯାହାକୁ ବି ଆପଣ ଫୋନ୍ କରନ୍ତୁ, ମୁଁ ବି ଫୋନ୍ କରେ। ବାଇ ମିଷ୍ଟେକ୍ ବା ଭୁଲ ବଶତଃ ଆମେ ଜଣଙ୍କୁ ଫୋନ୍ କରୁଛେ, ଅନ୍ୟ ଜଣଙ୍କ ପାଖକୁ ଫୋନ୍ ଲାଗିଗଲା। ଭଲ ମନ୍ଦ ଦୁଇ ପଦ କଥାବାର୍ତ୍ତା ହେଇଗଲେ କାମ ସରିଲା। ତା ସିଏ ବି ଖୁସି, ଆପଣ ବି ଖୁସି ହେବେ। କିନ୍ତୁ ଆପଣ ନାଇଁ ଭୁଲରେ ଫୋନ୍ କରୁଥିଲି ଅନ୍ୟ ଜଣଙ୍କ ପାଖକୁ, ସେ ଅମୁକ ଏଇ ପାଖକୁ ତୋ ପାଖକୁ ଲାଗିଯାଇଛି, ତ ତାର ମନଟା ଟିକେ ଦୁଃଖ ହେବ କି ନାହିଁ? ନିଶ୍ଚିତ ଦୁଃଖ ହେବ ନା। ଆପଣଙ୍କ ସହିତ ଏମିତି କିଛି ଘଟିଛି କି ନାହିଁ, ଆପଣ ନିଶ୍ଚିତ ସେୟାର କରିବେ। ମୁଁ ପିଲାମାନଙ୍କୁ ଦୁଇଟା କଥା ଶିଖେଇଛି। କୌଣସି ନାରୀମାନଙ୍କର କେବେ ଅସମ୍ମାନ କରିବ ନାହିଁ, କେବେ ମିଛ କହିବ ନାହିଁ। ଜୀବନରେ କେବେ କୌଣସି ନାରୀର ଅପମାନ ବା ଅସମ୍ମାନ କରିବ ନାହିଁ। କେବେ ମିଛ କଥା କହିବ ନାହିଁ। କଥା ମାନିଲେ ଭଗବାନ ନିଶ୍ଚିତ ଆଶୀର୍ବାଦ କରିବେ।